ମୁଁ ହେଉଛି ସୁମିତା ନାୟକ, ସହଦେବଙ୍କ ଧର୍ମପତ୍ନୀ। ମୋର ଆଜି ମୁଁ ସରକାରଙ୍କୁ ଅନୁରୋଧ କରିଥିଲି କି ଯେଉଁମାନେ ଦୋଷୀ ଅଛନ୍ତି 3 ଜଣ ସେମାନଙ୍କୁ ଜଲ୍ଦି ଧରାଯାଉ। ଆଉ ଏପର୍ଯ୍ୟନ୍ତ ସରକାର ମୋର କୌଣସି କଥା ଶୁଣି ନାହାନ୍ତି କି ଭଲ ମନ୍ଦ ବୁଝିବାକୁ ବି ଆସିନାହାନ୍ତି। ଆଉ 3 ଜଣ ଆଉ ମୋର ଥିଲା ଚିଠି ଥିଲା ମୋର ଦାବି ଥିଲା ମୋର ସରକାରଙ୍କୁ 30 ଲକ୍ଷ ଟଙ୍କା ଆଉ ମୋର ଚାକିରି ବାବଦେ ଆଉ ମୋତେ ନ୍ୟାୟ ବାବଦେ ମୁଁ କରିଥିଲି ଚିଠି। ହଁ ଆଶା ଅଛି ମୋତେ ନ୍ୟାୟ ମିଳିବ। ନ ମିଳିଲେ ମୁଁ ବିଧାନସଭା ଆଗରେ ବସିବି ପିଲାଦିନଙ୍କୁ ନେଇକି। ମୋର ଆପଣ ଯେଉଁ ପୂର୍ବରୁ ଅଭିଯୋଗ କରିଥିଲେ ଆଉ ଯେଉଁ 3 ଜଣ ଗିରଫ କ'ଣ କହିବେ ଆପଣ? ସେଟା ତ ମୁଁ ଦାବି କରିଥିଲି ଗିରଫ ହେବା ପାଇଁ, କିନ୍ତୁ ଏପର୍ଯ୍ୟନ୍ତ କରିନାହାନ୍ତି। ଆଶା ଅଛି, ପୁଲିସଙ୍କ ଉପରେ ଆଶା ଅଛି କି ତୁରନ୍ତ ଗିରଫ ହେବେ ବୋଲି। ଆଜି ଆମେ ସାମ୍ବାଦିକ ସମ୍ମିଳନୀ ଏଇଥିପାଇଁ ରଖିଛୁ, ଆମର ଭୁବନେଶ୍ୱର ମ୍ୟୁନିସିପାଲିଟି ସଫେଇ ମଜଦୁର ସଂଘର ସାଧାରଣ ସମ୍ପାଦକ ସହଦେବ ନାୟକଙ୍କ ହତ୍ୟା ଘଟଣାକୁ ନେଇକି ଏ ପ୍ରେସ୍ ମିଟ୍ ଆଜିର। ଆମେ ସହଦେବ ନାୟକଙ୍କୁ ନ୍ୟାୟ ଦେବା ପାଇଁ ବା ତାଙ୍କ ପ୍ରତି ଯେଉଁ ନ୍ୟାୟର ଆବଶ୍ୟକତା ରହିଛି, ତାଙ୍କ ପରିବାରକୁ ଯେଉଁ ସହାୟତାର ଆବଶ୍ୟକତା ରହିଛି, ଆମେ ସହଦେବ ନାୟକଙ୍କ ହତ୍ୟା ଘଟଣା ପରେ ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି ଅଫିସ୍ ଆଗରେ ଆମେ ବିକ୍ଷୋଭ ପ୍ରଦର୍ଶନ କରିଥିଲୁ। ସେ ସମୟରେ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା ହୋଇଥିଲା। ସେମାନେ ପ୍ରତିଶ୍ରୁତି ଦେଇଥିଲେ ଯେ ସହଦେବ ନାୟକଙ୍କ ଧର୍ମପତ୍ନୀଙ୍କୁ ଭୁବନେଶ୍ୱର ମ୍ୟୁନିସିପାଲିଟିରେ ପରମାନେଣ୍ଟ ଚାକିରି ଖଣ୍ଡିଏ ଦେବା ପାଇଁ। ଦ୍ୱିତୀୟ ବିଷୟ ଥିଲା ଆମର ସହଦେବ ନାୟକଙ୍କ ପରିବାରକୁ 30 ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ। ତାପରେ ଆମର ଗୋଟେ ଡିମାଣ୍ଡ ଥିଲା ଭୁବନେଶ୍ୱର ମ୍ୟୁନିସିପାଲିଟି ସଫେଇ ମଜଦୁର ସଂଘର ସାଧାରଣ ସମ୍ପାଦକ ସହଦେବ ନାୟକଙ୍କ ମୃତ୍ୟୁ ଘଟଣାକୁ CBI ତଦନ୍ତ ଦାବି ଆମେ କରିଥିଲୁ। ସେସବୁ ବିଷୟରେ ଆଲୋଚନା ହୋଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ ସ୍ତରରୁ ଭୁବନେଶ୍ୱର ମ୍ୟୁନିସିପାଲିଟି ତରଫରୁ କୌଣସି ପ୍ରକାରର ଆମର ଡିମାଣ୍ଡ ଯେଉଁ ଥିଲା ସେ ଡିମାଣ୍ଡ ପୂରଣ ହେଲା ନାହିଁ। ତେଣୁ ଆମେ ବାଧ୍ୟ ହୋଇ 7 ଦିନ ପୂର୍ବରୁ ଆମେ ଏକ ନୋଟିସ୍ ଦେଇଥିଲୁ, ଯାହା ମ୍ୟୁନିସିପାଲିଟିକି ଜଣାଯାଇଥିଲା। ମ୍ୟୁନିସିପାଲିଟିରେ କାମ କରୁଥିବା ସମସ୍ତ ଏଜେନ୍ସିମାନଙ୍କୁ ମଧ୍ୟ ଚିଠି ହୋଇଥିଲା, ଶ୍ରମ ବିଭାଗକୁ ମଧ୍ୟ ଚିଠି ହୋଇଥିଲା, ବିଭିନ୍ନ ଡିପାର୍ଟମେଣ୍ଟକୁ ହୋଇଥିଲା, DCPକୁ ମଧ୍ୟ ଏହାର ସୂଚନା ଆମେ ଦେଇଛୁ। ଆମେ ମଞ୍ଚେଶ୍ୱର ଥାନାରେ ମଧ୍ୟ ସୂଚନା ଦେଇଛୁ ଯେ ଆମର এই କେସ୍ର ଚାର୍ଜସିଟ୍ ତୁରନ୍ତ ଦାଖଲ କରାଯାଉ, ଆଉ ଯେଉଁମାନେ ୟା ଦେହରେ ସଂଶ୍ଳିଷ୍ଟ ଅଛନ୍ତି